ଜୟ ଜଗନ୍ନାଥ। ଆଜି ହେଉଛି ମାଘ ମାସ ଗୁରୁବାର। ଆମ ଗାଁରେ ଆଜି ମାଣବସା। ସବୁଠାରେ ତ ମାର୍ଗଶିର ମାସରେ ମାଣ ବସାନ୍ତି, କିନ୍ତୁ ଆମ ଆଡ଼େ ମାଘ ମାସରେ। କାହାର ମାଘ ମାସରେ ମାଣ ବସାନ୍ତି କହିବେଟି। ତା ବ୍ୟତୀତ ଆଜି ହେଉଛି ବଡ଼ ଏକାଦଶୀ। ଜୀବନରେ ବେଳେବେଳେ ଏମିତି ସମୟ ଆସେ କି ନିଜ ମନ କଥା ଶୁଣିବ ନା ନିଜ କର୍ତ୍ତବ୍ୟକୁ। ଭାବିଥିଲି ଆଜି ଗାଁକୁ ଯିବି, ଘରେ ଆମର ବିଭିନ୍ନ ପ୍ରକାର ସବୁ ପିଠା ହେଇଥିବ, ମା' ପୁଅ ବସିକି ଖାଇବୁ, କିନ୍ତୁ ଏକାଦଶୀ ଯୋଗୁଁ ଯାଇପାରିଲିନି। କାରଣ ମାନେ ମୋ ଶାଶୁଙ୍କର ଆଜି ଏକାଦଶୀ ଉପବାସ। ଯଦି ମୁଁ ଗାଁକୁ ଯିବି ସେ କିପରି ଖାଇବେ, ସେଥିଲାଗି ଇଚ୍ଛା ଥିଲେ ବି ଆଜି ଯାଇ ହେଇପାରିଲାନି। କିନ୍ତୁ ଇଚ୍ଛା ହେଇଛି ମାନେ ପିଠା ଯେମିତି ହେଲେ ଖାଇବି, ସେଥିଲାଗି ଲାଗିଗଲି ମଣ୍ଡା ପିଠା କରିବାରେ। ଆଉ ପିଠା ପୁରା ସଫ୍ଟ ବି ହେଇଥିଲା। ମାନେ ଜଣେ ଜଣେ ଅଛନ୍ତି ଶାଶୁଘର ଛାଡ଼ି ବାପ ଘରକୁ ଲଗାତାର ଯାଉଛନ୍ତି, ସେମାନେ କିପରି ଯାଉଛନ୍ତି କେଜାଣି। ମୁଁ ଯଦି 5 ଦିନ ବି ଆମ ଘରକୁ ଯାଇଥିବି ହେରି, କଲ୍ ପରେ କଲ୍ ଆସିଥିବ ଯେ କେଉଁଦିନ ଗାଁକୁ ଆସିବ। ଆଉ କେଉଁ ମାନେ ଗାଁକୁ ମାନେ ଏମିତି ଯୋଗୁଁ ଯାଇପାରନ୍ତିନି, ଇଚ୍ଛା ଥିଲେ ବି କମେଣ୍ଟରେ କହିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ଯେହେତୁ ଏକାଦଶୀ ହେଲା ମାଆଙ୍କର ଉପବାସ, ପିଠା ଯଦି ବା ହେଲା ଆଉ ନିଜେ ତ ପ୍ରଥମେ ଖାଇ ହେବନି, ତାଙ୍କୁ ଆଗ ଦେଇଥିଲି ଟେଷ୍ଟ କରିବାକୁ। ମାଆ କହିଲେ ଆଜି କ'ଣ ହେଲା, ମୁଁ ମୁଡ଼ ଯାଉଛି ପିଠା କରିଦେଲୁ। ମୁଁ କହିଲି ତମ ଯୋଗୁଁ ତ ଯାଇପାରିଲିନି ଗାଁକୁ, ସେଥିପାଇଁ ଘରେ ପିଠା କରିକି ଖାଇଦେଲୁ ଆଉ। ଶାଶୁ କହିଲେ ମନ ଦୁଃଖ କଲୁ କି? ମୁଁ କହିଲି ନା ନା, ମନ ଦୁଃଖ କାହିଁ କରିବି। ଆଜି ତମ ପାଇଁ ମୁଁ ଯାଇପାରିଲିନି କି ପୁଣି ବେଳା ଆସିବ, ମୁଁ ତ ପୁଣି ଏମିତି ହେବି, ଆଉ ମୋତେ କିଏ ଛାଡ଼ିଗଲେ ମୋତେ କେମିତି ଲାଗିବ।